ଗୋଟିଏ ଜଙ୍ଗଲରେ ସିଂହ ଆଉ ବିଲୁଆ ସାଙ୍ଗ ହେଇକି ରହୁଥିଲେ। ସିଂହର ଗୁମ୍ଫା ପାଖରେ ଜଙ୍ଗଲର ମୁଖ୍ୟ ନଈ ଥିଲା। ସେଇ ନଈରୁ ଜଙ୍ଗଲର ସବୁ ପଶୁମାନେ ପାଣି ପିଉଥିଲେ। କିନ୍ତୁ ଜଙ୍ଗଲର ପଶୁମାନେ ସିଂହର ଗୁମ୍ଫା ଦେଇ ନଈ ପାଣି ପିଇବାକୁ ଗଲେ ସିଂହ ବହୁତ ବିରକ୍ତ ହେଉଥିଲା ଆଉ ସେମାନଙ୍କୁ ମାରିବାକୁ ଗୋଡଉଥିଲା। ସେଥିପାଇଁ ପଶୁମାନେ ଅଲଗା ବାଟ ଦେଇ ପାଣି ପିଇବାକୁ ଯାଉଥିଲେ। ଦିନକର କଥା। ଓହୋ, ପାଣି ମୁନ୍ଦାଏ ପିଇବାକୁ କେତେ କଷ୍ଟ କରିବାକୁ ପଡୁଛି। ହଁ, ମୋର ତ ଚାଲି ଚାଲି ଗୋଡ କଣ ହେଇଗଲାଣି। ସବୁବେଳେ ପାଣି ପାଇଁ ଆମକୁ କେତେ କଷ୍ଟ କରିବାକୁ ପଡୁଛି। ଏଠୁ ପାଣି ପିଇକି ବସାରେ ପହଞ୍ଚିଲା ବେଳକୁ ମୁଁ ତ ହାଲିଆ ହେଇ ପଡୁଛି। ମତେ ପୁଣି ଶୋଷ ଲାଗୁଛି। ଠିକ କହିଲ ଭାଇ, ଜଙ୍ଗଲରେ ପହଞ୍ଚିବା ବେଳକୁ ମୋ ଦେହ କଣ ହେଇଯାଉଛି। ଆମେ ଏଥର ସିଂହ ଗୁମ୍ଫା ଦେଇ ପାଣି ପିଇବାକୁ ଯିବା। ସେ ଯଦି କିଛି କହେ ତାହେଲେ ତାକୁ ଉଚିତ ଶିକ୍ଷା ଦବା। ନାଇଁରେ ଭାଇ, ମୁଁ ସେ କାମ କରିପାରିବିନି। ଥରେ ତା ଗୁମ୍ଫା ଦେଇ ପାଣି ପିଇବାକୁ ଯାଉଥିଲି ବୋଲି ମତେ ଏମିତି ଗୋଡେଇଲା ଯେ ମୁଁ ଦୌଡ଼ି ଦୌଡ଼ି ଶେଷରେ ଯାଇ ଗୋଟେ ପଙ୍କରେ ପଡିଗଲି। ହଁ, ମଇଁଷି ଭାଇ ଠିକ କହିଛନ୍ତି। ଆମେ ସେ କାମ କରିପାରିବୁନି। ତାହେଲେ ଶୁଣ, ମୋ ପାଖରେ ଗୋଟେ ଭଲ ଉପାୟ ଅଛି। ଉପାୟ? କି ଉପାୟ? ହଁ, ଶୁଣ, ମୁଁ ଯୋଉ ଗଛରେ ରହୁଛି ସେ ଗଛ ତଳେ ବଢିଆ ଚେରମୂଳି ହେଇଛି। ସେ ଚେରମୂଳିକୁ ଯାହା ଦେହରେ ଲଗେଇବ ତାର ଦେହରୁ ସବୁ ଲୋମ ଉପୁଡିଯିବ। ହେଲେ ଆମେ କଣ କରିବା? ଆମେ ସେ ଚେରମୂଳିକୁ ଦେହରେ ଲଗେଇକି ପାଣି ପିଇବାକୁ ଯିବା। ଦେଖ, ମୂର୍ଖ କୋଉଠିକାର। ବେଶ ବଦଳେଇକି ଗଲେ କଣ ସେ ଜାଣିପାରିବନି? ଆମେ ସିଂହର ବେଶ ବଦଳେଇ ଦେବା। ମାନେ? ମୁଁ ସେ ଚେରମୂଳି ନେଇକି ସିଂହର ଦାଢି ଆଉ ଚୁଟିରେ ମାରିଦେବି। ସେ ନଣ୍ଡା ହେଇଗଲେ ଆଉ ଲାଜରେ ଗୁମ୍ଫାରୁ ବାହାରିବନି। ହେଲେ ଏଇ କାମଟା ତମେ କରିବ? ହଁ, ମୁଁ ହିଁ କରିବି। ପରଦିନ ରାତିରେ ମାଙ୍କଡ ତା ଗଛ ତଳୁ ଚେରମୂଳି ନେଇ ଆସିଲା ଆଉ ତାକୁ ବାଟି ସିଂହ ଶୋଇଥିଲା ବେଳେ ତା ଦାଢି ଆଉ ଚୁଟିରେ ମାରିଦେଲା। ସକାଳେ ସିଂହ ଯେତେବେଳେ ଉଠିଲା ସେ ସାଙ୍ଗେ ସାଙ୍ଗେ ନଈକୁ ତା ମୁହଁ ଧୋଇବାକୁ ଗଲା। ନଈ ପାଖରେ ପହଞ୍ଚି ସେ ଯେମିତି ତା ମୁହଁ ଦେଖିଛି ସେ ବଡ ଆଶ୍ଚର୍ଯ୍ୟ ହେଇଗଲା। ଆରେ ଇଏ କଣ? ମୋ ଦାଢି, ମୋ ଚୁଟି କୁଆଡେ ଗଲା? ଯଦି ଏଇ ଅବସ୍ଥାରେ ମୁଁ ଜଙ୍ଗଲକୁ ଯିବି ତାହେଲେ ସମସ୍ତେ ମତେ ଦେଖି ହସିବେ। ବିନା ଦାଢି ଆଉ ଚୁଟିରେ ମତେ କେହି ବି ଡରିବେନି। ସିଂହ ଆଉ ଶିକାର କଲା ନାହିଁ କି ଗୁମ୍ଫାରୁ ବାହାରିଲାନି। ମଇଁଷି, ହରିଣ ଆଉ ମାଙ୍କଡ ଏଥର ନିର୍ଭୟରେ ସିଂହର ଗୁମ୍ଫା ଦେଇ ପାଣି ପିଇବାକୁ ଗଲେ। ଯାହା କୁହ ମାଙ୍କଡ ଭାଇ, ତମକୁ କିନ୍ତୁ ମାନିବାକୁ ପଡିବ। ହଁ, ତମ ବୁଦ୍ଧି ପାଇଁ ଆମେ ଶାନ୍ତିରେ ଆସିକି ପାଣି ପିଇକି ଯାଇପାରୁଛୁ। ଆରେ ଇଏ ତ ଖାଲି ଆରମ୍ଭ ହେଇଛି। ଆଗକୁ ଦେଖ ମୁଁ କଣ କରୁଛି। ମାନେ? କଣ କରିବ ତମେ? ସିଂହକୁ ଏତେ କଷ୍ଟରେ ଆମେ ନଣ୍ଡା କଲେ, ସେ ଆମକୁ କେତେ ହଇରାଣ ନ କରିଛି। ତାକୁ ଟିକେ ନ ଚିଡେଇଲେ ଆମ ପରିଶ୍ରମର କଣ ମୂଲ୍ୟ ରହିବ? ଠିକ କହିଛ ଭାଇ, ଚାଲ ତାକୁ ଚିଡେଇବା। ଗଛରେ ଫଳିଛି ଭଣ୍ଡା, ସିଂହକୁ କିଏ କରିଛି ନଣ୍ଡା। ଗଛରେ ଫଳିଛି ଭଣ୍ଡା, ସିଂହକୁ କିଏ କରିଛି ନଣ୍ଡା। ଗଛରେ ଫଳିଛି ଭଣ୍ଡା, ସିଂହକୁ କିଏ କରିଛି ନଣ୍ଡା। କିଛି ଦିନ ପରେ ଦିନେ ବିଲୁଆ ଆସିକି ସିଂହ ଗୁମ୍ଫାରେ ପହଞ୍ଚିଲା। ସେ ସିଂହକୁ ଦେଖି ବଡ ଆଶ୍ଚର୍ଯ୍ୟ ହେଲା। କଣ ହେଇଛି ବନ୍ଧୁ? ତମର ଏମିତି ଅବସ୍ଥା କିଏ କଲା? କଣ କହିବି ବନ୍ଧୁ, ମୁଁ ନିଜେ ଜାଣିନି ଯେ ମୋର ଅବସ୍ଥା କିଏ କରିଛି।
ହେଲେ ଜଙ୍ଗଲର ସବୁ ପଶୁ ପକ୍ଷୀ ମାନେ ମତେ ଦେଖି ହସୁଛନ୍ତି। ମୋ ପଛରେ ବିଭିନ୍ନ କଥା ହଉଛନ୍ତି। ମୁଁ ଆଉ ସହି ପାରୁନି। ଦେଖ ବନ୍ଧୁ, ତମେ ଏମିତି ଜମା ବି ହୁଅନି। ଶିକାର ତମେ ନ କଲେ କେମିତି ଚଳିବ? ବଞ୍ଚିବ କେମିତି? ମୁଁ ଆଉ ବଞ୍ଚିବାକୁ ଚାହୁଁନି। ଏଭଳି ମୁହଁ ନେଇ ମୁଁ ଆଉ ବଞ୍ଚିବାକୁ ଚାହୁଁନି। ତମେ ବି ମୋ ସହ ରୁହନି ବନ୍ଧୁ, ନହେଲେ ତମକୁ ବି ସମସ୍ତେ ଥଟ୍ଟା କରିବେ। ଇଏ ତମେ କଣ କହୁଛ ବନ୍ଧୁ? ମୁଁ ତମର ସାଙ୍ଗ। ତମର ସବୁ ସମୟରେ ତମ ସହ ଛିଡା ହବା ମୋର କର୍ତ୍ତବ୍ୟ। ଏମିତି କୁହନି ବନ୍ଧୁ। ମୁଁ ଏଥର ତମ ପାଇଁ ଖାଦ୍ୟ ଶିକାର କରି ଆଣିବି। ବିଲୁଆ ସବୁଦିନ ଠେକୁଆ, ମୂଷା ଆଦି ଛୋଟ ପ୍ରାଣୀମାନଙ୍କୁ ଶିକାର କରି ଆଣି ସିଂହକୁ ଦେଲା। ହେଲେ ସିଂହର ସେଥିରେ ପେଟ ପୂରିଲାନି। କଣ କହିବି ଚଳିଗଲା। ସିଂହକୁ କିଏ କରିଛି ଲଣ୍ଡା? ଗଛରେ ଫଳିଛି ଭଣ୍ଡା। ସିଂହକୁ କିଏ କରିଛି ଲଣ୍ଡା? ଗଛରେ ଫଳିଛି ଭଣ୍ଡା। ସିଂହକୁ କିଏ କରିଛି ଲଣ୍ଡା? ଦେଖୁଛ ତ ବନ୍ଧୁ, କେମିତି ମତେ ସମସ୍ତେ ଚିଡଉଛନ୍ତି। ମତେ ବହୁତ ବାଧୁଛି। ଇଚ୍ଛା ହଉଛି ମୁଁ ବିଷ ଖାଇ ମରିଯିବି। ଦେଖ ବନ୍ଧୁ, ତମେ ହଉଛ ସିଂହ। ତମ ପଛରେ ଯିଏ ଯେତେ କହିଲେ ବି ତମ ଆଗରେ କେହି କିଛି କହିବାକୁ ସାହସ କରିବେନି। ଦାଢି ଥାଉ ବା ନଥାଉ, ଚୁଟି ଥାଉ ବା ନଥାଉ, ତମେ ହଉଛ ସିଂହ। ଥରେ ଖାଲି ଗୁମ୍ଫାରୁ ବାହାରି ଗୋଟିଏ ଗର୍ଜନ କରିକି ଦେଖ, ନିଶ୍ଚୟ ସେମାନେ ଡରିକି ପଳେଇବେ। ଠିକ ଅଛି। ସିଂହ ସାଙ୍ଗେ ସାଙ୍ଗେ ଗୁମ୍ଫାରୁ ବାହାରି ଯାଇ ଗୋଟାଏ ବିରାଟ ଗର୍ଜନ କଲା। ପଛରେ କିଏ କଣ କହୁଛି କିମ୍ବା କହିବ, ସେ କଥା ଭାବିବା ଆଗରୁ ଆମେ ନିଜେ କଣ ଆଉ ଆମ ଆଗରେ କିଏ କଣ କହୁଛି ସେ କଥା ଭାବିବା ନିହାତି ଦରକାର।